ସର୍ବପ୍ରଥମେ ଦୟାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆଜିର ଏହି ମହିଳା ସମିତି ଆତ୍ମ ଉତ୍ସର୍ଗ ସଭାରେ ଯୋଗ ଦେଇଥିବା କର୍ମକର୍ତ୍ତା କର୍ତ୍ରୀ ବାପା ମା ଭାଇ ଭଉଣୀ ପ୍ରତ୍ୟେକଙ୍କୁ ମୋର ହୃଦୟର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ପ୍ରବନ୍ଧଟି ପାଠ କରି ଶୁଣାଉଅଛି। ତାରିଖ 16/11/2025। ମହାମହିମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମର ଧନ୍ୟବାଦ ହେଉ, କାରଣ ସେ ଦୟାମୟ, କ୍ରୋଧରେ ଧୀର, ସ୍ନେହଶୀଳ, କୃପାମୟ ଅଟନ୍ତି। ସେ ଅନାଦି ଅନନ୍ତ ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି, ଯାହାଙ୍କର ଆଜ୍ଞା ମାତ୍ରେ ଏହି ଜଗତ ସୃଷ୍ଟି ହେଲା। କୀଟ ପତଙ୍ଗ, ତରୁଲତା, ବୃକ୍ଷମାନ, ଆକାଶ ମଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ତାରାଗଣ, ସ୍ୱର୍ଗ ଓ ପୃଥିବୀ ସୃଷ୍ଟି ହେଲା। ସେହି ପରମେଶ୍ୱର ଆପଣାର ପ୍ରତିମୂର୍ତ୍ତିରେ ନର ନାରୀକୁ ନିର୍ମାଣ କଲେ। ସେହି ସୃଷ୍ଟିର ପ୍ରଥମ ନାରୀ, ଯାହାଙ୍କ ନାମ ଥିଲା ହବା, ସେ ପ୍ରଥମେ ପାପ କଲା, ଆପଣା ଉପରକୁ ମୃତ୍ୟୁ ଆଣିଲା। ସେ ଆପଣାର ସ୍ୱାମୀ ଆଦମକୁ ମଧ୍ୟ ପାପରେ ପକାଇଦେଲା। ନାରୀମାନଙ୍କ ସ୍ୱଭାବ ଅନ୍ୟର କଥା ଶୁଣିବା, ଆପଣାର ପରିବାରକୁ ଖଣ୍ଡ ବିଖଣ୍ଡ କରିବା। ଆଜି ଆମେ ସମସ୍ତେ ହବା ଆଦମଙ୍କର ପରିବାର ଅଟୁ। ଏଣୁ ଆଜି ତାଙ୍କ ପାଇଁ ପୃଥିବୀ ପାପରେ ପରିପୂର୍ଣ୍ଣ, ପାପରେ ଜଡ଼ିତ କରିଦେଲା। ସାମସନ କଥା ଦେଖିବା। ସାମସନ ଦଲିଲା ବେଶ୍ୟାକୁ ବିବାହ କରି ଆପଣାର ସ୍ୱାମୀ ସାମସନକୁ ନିଜର ଜାତି ଫିଲିଷ୍ଟିୟମାନଙ୍କ ହସ୍ତରେ ସମର୍ପଣ କରି ମାରିଦେଲା। ପଟିଫର ସ୍ତ୍ରୀର କଥା ଦେଖିବା। ଧାର୍ମିକ ଯୋସେଫଙ୍କ ଜୀବନରେ କଳଙ୍କ ବୋଳିଦେବା ପାଇଁ ଚେଷ୍ଟା କଲା। ଆୟୁବଙ୍କ ସ୍ତ୍ରୀ କଥା ଦେଖିବା। ଆପଣା ସ୍ୱାମୀକୁ କହିଲା, ପରମେଶ୍ୱରଙ୍କୁ ଛାଡ଼ିଦେ। ହେରୋଦ ରାଜାଙ୍କ ସ୍ତ୍ରୀର କଥା ଦେଖିବା। ଧାର୍ମିକ ବ୍ୟକ୍ତି ଡୁବକ ଯୋହାନଙ୍କ ମସ୍ତକ କାଟିବା ପାଇଁ ରାଜାଙ୍କୁ ଆଜ୍ଞା ଦେଲା। ବାକ୍ୟରେ ଲେଖାଅଛି, ଦୁଷ୍ଟା ସ୍ତ୍ରୀ, ଚିଡ଼ିଚିଡ଼ିଆ ସ୍ତ୍ରୀମାନଙ୍କଠାରୁ ସାବଧାନ। ସେମାନଙ୍କ ସହିତ ଏକ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ଥିବା ଭଲ। ଆଉ କେତେକ ସ୍ତ୍ରୀମାନେ ଅଛନ୍ତି, ଆପଣା ଗୃହକୁ ଯୋଡ଼ି ଦିଅନ୍ତି। ସେହି ସ୍ତ୍ରୀମାନଙ୍କ ବିଷୟରେ ଦେଖିବା। ଅବିଗଲ ଆପଣାର ସ୍ୱାମୀ ନାବଲକୁ ଦାଉଦ ହସ୍ତରୁ ରକ୍ଷା କଲା। ପୁଣି ଲେଖାଅଛି, ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତାଠାରୁ ତାହାର ମୂଲ୍ୟ ଅଧିକ। ସେହି ସ୍ତ୍ରୀ ସ୍ୱାମୀର ମୁକୁଟ ସ୍ୱରୂପ। ସେହି ସ୍ତ୍ରୀ ପ୍ରଭୁଙ୍କୁ ଭୟ କରେ। ଯେଉଁ ସ୍ତ୍ରୀ ପ୍ରଭୁଙ୍କୁ ଭୟ କରେ, ସେ ସ୍ତ୍ରୀ ସବୁବେଳେ ପରିବାରର ଯତ୍ନ ନିଏ। ତାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ। ସେ ଅନ୍ଧାର ଥାଉ ଥାଉ ଉଠେ। ତାହାର ଲାଭର ଅଭାବ ହେବ ନାହିଁ। ସେ ତାହାର ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। ସେ ମେସଲମ ଓ ମସିନା ଖୋଜି ସନ୍ତୋଷରେ ଆପଣାର କର୍ମ କରେ। ସେ ବାଣିଜ୍ୟ ଜାହାଜ ତୁଲ୍ୟ ଦୂରରୁ ଆପଣା ଆହାର ଆଣେ। ସେ ରାତ୍ରି ଥାଉ ଥାଉ ଉଠେ। ସେ ଆପଣା ପରିଜନ ସମସ୍ତଙ୍କୁ ନିରୂପିତ କର୍ମ ଦିଏ। ସେ କ୍ଷେତ୍ର ବିଷୟ ବୁଝି ତାହା କିଣେ। ସେ ଆପଣା ହସ୍ତରେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। ସେ ବଳରେ ଆପଣା ଅଣ୍ଟା ବାନ୍ଧି ଆପଣା ବାହୁ ବଳବାନ କରେ। ଆପଣା ବ୍ୟାପାରରେ ଲାଭଜନକ କରେ। ରାତ୍ରି କାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ। ଦୁଃଖୀ ଲୋକମାନଙ୍କୁ ମୁକ୍ତା ହସ୍ତ ହୁଏ। ସେ ଚିତ୍ର ବିଚିତ୍ର ବସ୍ତ୍ର ଆପଣା ହାତରେ ପ୍ରସ୍ତୁତ କରି ପିନ୍ଧେ ଓ ଆପଣାର ସ୍ୱାମୀର
ପରିଚୟ ଦିଏ। ଆଜିର ମହିଳାମାନେ ବୁଦ୍ଧିମତୀ ସ୍ତ୍ରୀମାନଙ୍କ ପରି କାର୍ଯ୍ୟ କରି ଆପଣା ପରିବାର ପରିଜନ ମଣ୍ଡଳୀକୁ ପ୍ରେମରେ, ସ୍ନେହରେ, ଶାନ୍ତି ଓ ଖୁସିରେ ରଖି ଜୀବନ ଯାପନ କରିବା ଆବଶ୍ୟକ। ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ତୁମ୍ଭେମାନେ ସେମାନଙ୍କଠାରୁ ଶ୍ରେଷ୍ଠ ହେବା ଆବଶ୍ୟକ। ସାର କଥା ଏହି, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତ ହେବ। ଶେଷରେ ସମସ୍ତଙ୍କୁ ନମସ୍କାର। ଝିଅଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏ ସମୟରେ ବନ୍ଦନା ଗୀତ ଅଛି। ଝିଅମାନଙ୍କୁ ଅନୁରୋଧ କରେ ଝିଅମାନେ ଆସି ବନ୍ଦନା ଗୀତଟି ଗାଇବେ। ସେହି ସମୟରେ ମଧ୍ୟ ପ୍ରତ୍ୟେକ ମା ମାନଙ୍କୁ ଅନୁରୋଧ କରେ